ପୂର୍ବ ସରକାରଙ୍କର ତଥ୍ୟ ଅନୁସାରେ ରାଜ୍ୟର ଅନେକ ଗ୍ରାମାଞ୍ଚଳର ଛୋଟ ଛୋଟ ସିନିସିରେ ରୂପାନ୍ତରିତ କରିବାର ଯୋଜନା ରଖିଥିଲେ ରାଜ୍ୟ ସରକାର। ସେଇଭଳି ଭାବରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ କଥା ଯଦି କହିବା, ଯାହା ସୂଚନା ମିଳିଛି ସାକ୍ଷୀଗୋପାଳର ପାଖାପାଖି ଯୋଉ ଏନ୍ଏସି ବିଜ୍ଞାପନ ପରିଶୋଧ କରିବା ପାଇଁ କାର୍ଯ୍ୟର ଯୋଉ କଥା ଆମେ କହିବା ତର୍ଜମା ଆରମ୍ଭ ହୋଇଥିବାର ସୂଚନା ମିଳିଛି। ସିଧାସଳଖ ଆମେ ଏହାର ବାସ୍ତବ ତଥ୍ୟକୁ ଆମ ସହିତ ସତ୍ୟବାଦୀର ତହସିଲଦାର ସାର୍ ମଧ୍ୟ ରହିଛନ୍ତି। ଆମେ ସିଧାସଳଖ ପଚାରି ବୁଝିବା କଣ ସବୁ ରହିଛି, ଯୋଉ ଏନ୍ଏସି ପ୍ରାରମ୍ଭିକ କାର୍ଯ୍ୟକ୍ରମ ସବୁ ରହିଛି, କେମିତି କଣ ସବୁ ରହିଛି। ସାର୍ କନକପ୍ରୀତକୁ ସ୍ୱାଗତ କରିବି। କୋଉଭଳି ଭାବରେ ସବୁ ସ୍ଥିତି ଏବେ ଅନୁଧ୍ୟାନ କରିଛନ୍ତି ଏବଂ କଣ କଣ ସବୁ ସାକ୍ଷୀଗୋପାଳର ଯୋଉ ଏନ୍ଏସି କାର୍ଯ୍ୟକ୍ରମର ପରିଚୟ ଚାଲିଛି ସବୁ। ସାକ୍ଷୀଗୋପାଳକୁ ଏନ୍ଏସି ଭାବେ ଘୋଷଣା କରିବା ପାଇଁ ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ ପାଖରୁ ଗୋଟେ ରିପୋର୍ଟଟେ ମଗାଯାଇଛି ସରକାରଙ୍କ ତରଫରୁ। ତେଣୁ ସେଥିରେ ବିଭିନ୍ନ ପ୍ରକାର ଦିଗକୁ ରଖାଯାଇଛି, ଯେମିତି ଯାହା ଏନ୍ଏସି ହେବ ତାର ପପୁଲେସନ୍ 10,000 ହେଉଥିବ। ଯେଉଁ ଆମର ପଞ୍ଚାୟତ ଯେଉଁଟାକ ରହୁଛି, ପଞ୍ଚାୟତରେ ଯେମିତି ପପୁଲେସନ୍ 2,000ରୁ କମ୍ ନ ହେଉଥିବ, ତାଙ୍କର ଯେଉଁ ପଞ୍ଚାୟତ ଆକ୍ଟ ଅନୁସାରେ ଅଛି କି ୱାର୍ଡ଼ ମିନିମମ୍ 11ଟା ରହୁଥିବ, ସେ ସବୁକୁ ସ୍ଥିତି ରଖି କେଉଁ ପଞ୍ଚାୟତରୁ ଆମେ ନେଲେ ଆମର ଯେଉଁଟାକି ନର୍ମାଲି ଅର୍ବାନାଇଜ୍ ଏରିଆ ଅଛି, ଯେଉଁଟାକି ଆମର ମାର୍କେଟ ଅଛି ଏବଂ ତା ଭିତରେ ଆମର ସବୁ ବିଭିନ୍ନ ପ୍ରକାର ଫ୍ୟାସିଲିଟିଜ୍ ବି ରହିଥିବ। ତେଣୁ ସେ ବିଷୟରେ ଆମର ଭିଡ଼ିଓ ଏବଂ ତଥ୍ୟ ମିଶି ଆମେ ଗୋଟେ ପ୍ରାରମ୍ଭିକ ରିପୋର୍ଟ ଦେବୁ। ପ୍ରାରମ୍ଭିକ ରିପୋର୍ଟ ଦେଇସାରିଲା ପରେ ତାପରେ ସରକାରଙ୍କ ସ୍ତରରେ ତାର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଆମେ ଉଭୟ ଭିଡ଼ିଓ ଏବଂ ତହସିଲଦାର ଏବଂ ମୁଁ ମଧ୍ୟ ମୋର ରାଜସ୍ୱ ନିରୀକ୍ଷକଙ୍କୁ ନେଇ ବର୍ତ୍ତମାନ ଆମେ ତାର ନକ୍ସା ପ୍ରସ୍ତୁତ କରୁଛୁ। କୋଉ କୋଉ ଅଞ୍ଚଳକୁ ଆପଣ ପରିଦର୍ଶନ କରିଛନ୍ତି? ପ୍ରଥମ ସ୍ତରରେ, ପ୍ରାଥମିକ ସ୍ତରରେ ସାକ୍ଷୀଗୋପାଳର କୋଉ କୋଉ ସର୍କଲକୁ ଆପଣ ପରିଦର୍ଶନ କରି ପରିସୀମା ନିର୍ଦ୍ଧାରିତ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି? ନାଇଁ, ବର୍ତ୍ତମାନ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବେ କରିନାହୁଁ କି ଚୂଡ଼ାନ୍ତ ପର୍ଯ୍ୟାୟ ହେଇନାହିଁ। ତଥାପି ଆପଣ ଦେଖିଥିବେ ଯେମିତି ଆମର ଅର୍ବାନାଇଜେସନ ଏରିଆ ଯୋଉଟାକ ଅଛି, ଷ୍ଟାର୍ଟିଂ କରିକି ଆମର ବୀରଗୋବିନ୍ଦପୁର 2800, ଆମର ପେଣ୍ଠପଡ଼ା, କାଞ୍ଜିଆ, ଏଇଭଳି ଯେତିକି ମୌଜା ସବୁ ଅଛି, ବୀରରାମଚନ୍ଦ୍ରପୁର, ଏ କିଛି ମୌଜାକୁ ଆମେ ନେଇ ଏବଂ ଏନ୍ଏଚର ସାଇଡ୍ରେ ବି ଅଛି। ତ ଏଇ ମୌଜାକୁ ଆମେ କିଛି ନେଇକି ବର୍ତ୍ତମାନ ପ୍ରାରମ୍ଭିକ ତାର କରିଛୁ। ତାପରେ ସମସ୍ତଙ୍କ ପାଖରୁ ତଥ୍ୟ ମଗାଯାଇ ତାପରେ ଚୂଡ଼ାନ୍ତ କରାଯିବ। ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ସରିବ ବୋଲି ଆଶା କରୁଛି। ନିଶ୍ଚୟ ନିଶ୍ଚୟ ଆମେ ତାର ବର୍ତ୍ତମାନ କରୁଛୁ ତାର ନକ୍ସା ପ୍ରସ୍ତୁତ, ଖୁବ୍ ଶୀଘ୍ର ତାର ଫାଇନାଲ ହେଇଯିବ। ନିଶ୍ଚିତ ଭାବରେ ଯିଏ ସତ୍ୟବାଦୀ ତହସିଲଦାର ମଧ୍ୟ ଥିଲେ ସନ୍ତୋଷ ପ୍ରାଣୀଗ୍ରାହୀ ସାର୍, ସେ ମଧ୍ୟ ତାଙ୍କର ଯାହା ପ୍ରତିକ୍ରିୟାରେ ରଖୁଥିଲେ, ସତ୍ୟବାଦୀ ବିଡିଓ ଏବଂ ତହସିଲଦାର ଉଭୟ ପାଖାପାଖି ରାଜରାସ୍ତା କଡ଼ରେ ଥିବା ଅନେକ ଗାଁକୁ ନିରୂପଣ କରାଯାଇଛି, ଅନୁଧ୍ୟାନ ମଧ୍ୟ କରାଯାଉଛି। ବାସ୍ତବ ଚିତ୍ର ଏବଂ ବାସ୍ତବ ସମୀକ୍ଷାର ସମ୍ପୂର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କଲା ପରେ ଉପରସ୍ଥ ଅଧିକାରୀଙ୍କୁ ସେ ଅବଗତ କରାଇବେ ଏବଂ ଯୋଉ କାର୍ଯ୍ୟକ୍ରମ ଆରମ୍ଭ ହେବ। କିନ୍ତୁ ଖୁସିର କଥା ଆମେ କହିପାରିବା, ସତ୍ୟବାଦୀ ଅଞ୍ଚଳର ଯୋଉ ଏନ୍ଏସି ର ସ୍ୱପ୍ନ ଥିଲା ବହୁ ବର୍ଷ ପୂର୍ବରୁ ଲୋକମାନଙ୍କ ମନ ଭିତରେ ମଧ୍ୟ ଗୋଟେ ଭାବନା ଥିଲା କି କେବେ ହବ ଗାଁରୁ ସହରର ଯୋଉ ପରିକଳ୍ପନାର କଥା ଆମେ କହିବା, ନିଶ୍ଚିତ ଭାବରେ ଯଦି କହିବା କାର୍ଯ୍ୟ ଆରମ୍ଭ ହେଇଛି। ମୁଁ ସେଇ ସମୟ ହିଁ କହିବ କେବେ ସରୁଛି ସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ କେବେ ହେଉଛି ସାକ୍ଷୀଗୋପାଳ ଏନ୍ଏସି ରେ ପରିଣତ। ପୁରୀ ସାକ୍ଷୀଗୋପାଳରୁ ରିପୋର୍ଟ, କନକ ନ୍ୟୁଜ।